ଆଜ୍ଞା ମୁଁ ହଉଛି ବି ସନ୍ତୋଷ କୁମାର, ପ୍ରେସିଡେଣ୍ଟ ୟୁନିୟନ କ୍ଲବ ବରିହାମପୁର। ଆପଣ ଅବିକା ଅଛନ୍ତି ୟୁନିୟନ କ୍ଲବ ଇଏରେ, ଆପଣ ବି ଦେଖିଛନ୍ତି ଆୟୋଜନ କୋଉ ହିସାବରେ ହେଇଛି। ନିଶ୍ଚିତ ଭାବରେ ଆମେ ଆୟୋଜନ କରିଛୁ। ଗତ କେତେ 0 ନାଇଟ୍ ରୁ ଆଉ ଟିକେ ଇମ୍ପ୍ରୁଭାଇଜ କରିକିରି କେମିତି ଆଗାମୀ ସେଲିବ୍ରେସନ ବହୁତ ସକ୍ସେସ୍ ହବା ପାଇଁ ଯେତିକି ଷ୍ଟେପ୍ସ ନେବା ପାଇଁ ଆମେ ନେଇଛୁ। ଯେମିତିକି ଆମେ ଏଥର ଗେଷ୍ଟ କପଲ ଆଉ ଫ୍ୟାମିଲି ମେମ୍ବର୍ସକୁ କେମିତି ଇନଭଲ୍ଭ କରିବା ପାଇଁ ବି ଆଲୋଚନା ଚାଲିଛି। ଯେମିତିକି ଆୟୋଜନ ତ ହେଇଛି, ନିଶ୍ଚିତ ଭାବରେ ସାଉଣ୍ଡ ସିଷ୍ଟମ ପାଇଁ ଆମେ ବହୁତ ଗୁରୁତ୍ୱ ଦେଇଛୁ। ଆଉ ଫୁଡ ବିଷୟରେ ବି ଭେଜ ଆଉ ନନ ଭେଜ ବି ବାଲାନ୍ସିଂ କରିକି ସବୁ ଆୟୋଜନ ହେଇଛି। ଆଉ ତା ସତ୍ତ୍ୱେ ଏମିତି କମ୍ପିଟିସନ ହେଇଛି, ଯେମିତିକି ବେଷ୍ଟ କପଲ, ବେଷ୍ଟ ଡ୍ରେସ। ଏଥର ଫାର୍ଷ୍ଟ ଟାଇମ ଆମେ ଇନଭଲ୍ଭ କରିଛୁ ମିସେସ୍ ୟୁନିୟନ କ୍ଲବ। ଯେମିତିକି ଆମର ଯିଏ ବି ଗେଷ୍ଟ ହଉ କିମ୍ବା ମେମ୍ବର ୱାଇଫ ହଉ, ତାଙ୍କର ଇଏ ହବ କରିବୁ, ଯେମିତିକି ୱିଥ୍ ଅଲ୍ କେୟାର ସେଇଟା ବି ହବ। ତା ସତ୍ତ୍ୱେ ଆମର ଯେମିତିକି ସିଙ୍ଗର୍ସ ଆସୁଛନ୍ତି ମୁମ୍ବାଇରୁ, କାଲକାଟାରୁ, ଡ୍ୟାନ୍ସ ଗ୍ରୁପ ଆସିଛନ୍ତି। ନିଶ୍ଚିତ ଭାବରେ ଆମେ ଏଥର ଗତ ସବୁ ବର୍ଷରୁ ଭଲ ହବ ବୋଲିକିରି ଆମେ ଆଶା କରୁଛୁ। ଆଉ ଆପଣ ସମସ୍ତଙ୍କ ବି ସହଯୋଗରେ ଏଇଟା ଆଉ ଟିକେ ସକ୍ସେସ୍ ହବ ବୋଲି ଆମର ସବୁ ବର୍ଷ 600 ରୁ 700 ପାଇଁ ହିଁ ଆମେ କହୁଛୁ। କାହିଁକି ଭିଡ଼ ବହୁତ ହେଲେ ଏଇଟାକୁ ସଫୋକେସନ ହବ, ଡିସେଣ୍ଟ ୱେରେ ପ୍ରେଜେଣ୍ଟ କରିବା ପାଇଁ ଆମେ ଚାହୁଁଛୁ। 7ଟାରୁ ଷ୍ଟାର୍ଟ ହବ 12ଟା ଯାଏ। 12ଟା ପାଇଁ ଆମେ ଆପଣ ମାଧ୍ୟମରୁ ସମସ୍ତ ଗେଷ୍ଟ ବି କହୁଛୁ ଡିସିପ୍ଲିନ ୱେରେ ଆସିବେ, ଡିସିପ୍ଲିନ ୱେରେ ଯିବେ। ତା ସତ୍ତ୍ୱେ ପୋଲିସ ବି କଟକଣା ଦେଇଛି। ଆମର ଏଇଟା ପ୍ରାଇଭେଟ ପ୍ରପର୍ଟି ଅଛି। ଆମେ ବି ନିବେଦନ କରୁଛୁ ସମସ୍ତଙ୍କୁ ଏଇ ଯେମିତି ଆପଣଙ୍କର ଲ ଆଣ୍ଡ ଅର୍ଡରଟାକୁ ଜାଗ୍ରତ ରହିକିରି ଯିବେ ବୋଲିକିରି ଆଶା କରୁଛୁ। ମୋ ନାଁ ପାର୍ଥପାଢୀ, ମୁଁ ସେକ୍ରେଟାରୀ ଅଛି ୟୁନିୟନ କ୍ଲବର। ଆମର ସବୁ ବର୍ଷ ଯୋଉ ପ୍ରୋଗ୍ରାମ ହଉଛି 0 ନାଇଟ୍ ସେଲିବ୍ରେସନ, ଏ ବର୍ଷ ମଧ୍ୟ ସେ ଷ୍ଟାଇଲରେ ଆମେ ପ୍ରୋଗ୍ରାମ କରୁଛୁ। ଲାଷ୍ଟ ଇୟରଠୁ ଏବେ ଅଲମୋଷ୍ଟ ଆରେଞ୍ଜମେଣ୍ଟ ସବୁ କମ୍ପ୍ଲିଟ ହେଇଗଲାଣି, ଆପଣମାନେ ଦେଖିଥିବେ। ଲାଷ୍ଟ ବର୍ଷ ଏ ବର୍ଷ ଆହୁରି ଭଲ ଭାବେ ପ୍ରୋଗ୍ରାମ କରିବୁ, ଆଉ ଆରେଞ୍ଜମେଣ୍ଟ ମଧ୍ୟ ତାକୁ ଧରିକି ବହୁତ ଭଲ କରିଛୁ। ଏ ବର୍ଷ ଟିକେ ପୋଲିସର କଟକଣା ଅଛି ଯେ ପବ୍ଲିକ ପ୍ଲେସ୍ ଆଉ ସେ ରାତିରେ ମଦ ପିଇକି ଗାଡି ନ ଚଲେଇବା, ଏସବୁ ସେ ଯୋଉ ପଦକ୍ଷେପ ନେଇଛନ୍ତି ସବୁ ସ୍ୱାଗତ ଯୋଗ୍ୟ। ଆମେ ଆପଣମାନେ ଜାଣିଥିବେ ଦିସ୍ ଇଜ ନଟ୍ ଏ ପବ୍ଲିକ ପ୍ଲେସ୍, ଆମେ ଆମ ବାଉଣ୍ଡରୀ ଭିତରେ କରୁଛୁ। ଆଉ ଯୋଉ ସାଉଣ୍ଡ କଟକଣା ଅଛି କି ରାତି 10ଟାରେ ବନ୍ଦ କରିବାର ଅଛି, ସେ ସବୁ କଥାବାର୍ତ୍ତା ହେଇକି ଆସିଛୁ। ସେମାନେ କିଛି କହିଛନ୍ତି କିଛି କିଛି କରିବା ପାଇଁ, ସେ ସବୁ ଆଖି ଦୃଷ୍ଟିରେ ରଖିକି ଆମେ ଆରେଞ୍ଜମେଣ୍ଟ କରିଛୁ। ଆଉ ସବୁ ସବୁବେଳେ ଖାଇବା ପିଇବା ଆରେଞ୍ଜମେଣ୍ଟ ସବୁ ବହୁତ ବଢିଆ ହେଇଛି। ବାହାରୁ ଆମର କଲକାତାରୁ, ବମ୍ବେରୁ ଆର୍ଟିଷ୍ଟ ମାନେ ଆସିଛନ୍ତି। ଲୋକାଲ ପାଇଁ ମଧ୍ୟ ଆମେ ଲୋକାଲରୁ କିଛି ଆର୍ଟିଷ୍ଟ ଆଣିଛୁ, ଆଙ୍କର ମଧ୍ୟ ଆସିଛନ୍ତି, ଲୋକାଲ ଆଙ୍କର ପ୍ରୋତ୍ସାହନ ଦେବା ପାଇଁ। ସବୁ ଜିନିଷ ଅଲମୋଷ୍ଟ ଲାଷ୍ଟ ଷ୍ଟେଜରେ ଅଛି, ଆରେଞ୍ଜମେଣ୍ଟ ଅଲମୋଷ୍ଟ କମ୍ପ୍ଲିଟେଡ। ଆପଣ ମଧ୍ୟ ଦେଖୁଥିବେ, ଦେଖିକି ଆସିଥିବେ ବୋଧେ। ଭାବୁଛୁ ଦିସ୍ ଇଜ ୱାନ୍ ଅଫ୍ ଦି ବେଷ୍ଟ ଆରେଞ୍ଜମେଣ୍ଟ ଇନ୍ ସାଉଥ ଓଡିଶା। ଆମେ ସବୁଠୁ ଯେହେତୁ ଆମେ ଲାଷ୍ଟ 100 years ଓଲ୍ଡ କ୍ଲବ, ଆମ କ୍ଲବରେ ଅଲମୋଷ୍ଟ ଅଲ୍ ଦି ବିଗ୍ ସଟ୍ସ ବ୍ରହ୍ମପୁର ସମସ୍ତେ ଅଛନ୍ତି। ସମସ୍ତେ ଫ୍ୟାମିଲି ନେଇକି ଆସିଛନ୍ତି, ଆଉ ସେମାନଙ୍କର ରିଲେଟିଭ୍ସ ଆଣ୍ଡ ଫ୍ରେଣ୍ଡସ୍ ମଧ୍ୟ, ସେମାନଙ୍କୁ ଫ୍ୟାମିଲି ମଧ୍ୟ ଆମେ ଇନଭାଇଟ୍ କରୁଛୁ। ଆଉ ସମସ୍ତଙ୍କୁ ରିକ୍ୱେଷ୍ଟ କରୁଛୁ ଯେ ଠିକ ଠାକ ରୂପେ ସମସ୍ତ ଆମ ମ୍ୟାନେଜମେଣ୍ଟକୁ ସାହାଯ୍ୟ କରନ୍ତୁ ଆଉ ପ୍ରୋଗ୍ରାମଟାକୁ ସକ୍ସେସ୍ କରନ୍ତୁ।